ପ୍ରକାର ମଉସା ତା କରବ ହେଲେ ଝିଅ ହଁ ମଉସା ଯୋଗୀ ଗୋଟେ କାଲି ଆସିଥିଲା ହଁ ଯେ ମୁଁ ତ ପ୍ରକୃତରେ ଠକି ପାରିବିନି ସିଏ ବୋଲି ସେ ପିଲାମାନଙ୍କୁ କଣ ନାମ ଫାମ କଣ ଟିକେ ଶିଖଉଥିଲେ ଯଦି ସିଏ ହେଇଥିବ ବୋଲେ ତମେ ଟିକେ ଚାଲ ଦେଖିଦିଅ ତାପରେ ଜଣା ପଡିବ ସେ କୋଉଠି ଅଛି କୋଉଠି ହଁ ଏଇଟା ନାମ ଶିଖଉଥିଲେ ପିଲାମାନଙ୍କୁ ଏବେ ପାଣି ଆଣିବି ବୋଲି କହିଛି ଯାଇଛନ୍ତି ଝାଡ଼ା ପଟେ ଯାଇଛନ୍ତି ହଁ ପାଣି ଯାଇଛନ୍ତି ନା ତାହେଲେ ଦେଖିଯିବାକୁ ପଡ଼ିବ ହଁ ମଉସା ହଁ କୋଉ ପଟେ ଅଛି ସେ ମଣ୍ଡପଟା ମଣ୍ଡପ ସେପଟ ଅଛି ସେ ମଣ୍ଡପ ଥିଲା ଆଉ ତାହେଲେ ମୁଁ ଯାଉଛି ମଉସା ଖୋଜି ବୁଲିକି ହଁ ଦେଖିକି ଆସିବି ଭଲ ଅଛି ବାବାଙ୍କୁ ସେଇ ଜାଗାଟା ଫିଟିଂ ହଁ ହଁ ଏଇଠି ଏ ବର୍ଷା ମାସ ପର୍ଯ୍ୟନ୍ତ ରହିଯିବ ଏ ଗାଁ ଲୋକ ତଡ଼ିଦେବି ବାବା ଯିବ ନାହିଁ ହଁ ହଁ ଏଇଠି ରହିଯିବ ଏ ବର୍ଷାଟା ଏଇଠି ରହିଯିବ ଆଉ ଏ ଗାଁ ଲୋକ ଭାରି ଭଲ ଆଉ ଜାଗା ମାଟି ବି ଭଲ ପାଣି ପବନ ବି ଭଲ ହଉ ଏ ଗାଁରେ ଗୋଟେ ନାଇଁ ଶୀଘ୍ର ଉପଦେଶ ଦେଲେ ଗାଁକୁ ବିତାଡ଼ିତ କରିଦେବେ ଗୁରୁ ବିଦାୟ କରିଦେବେ ଧୀରେ ଧୀରେ ଦେବା ହଉ ହଉ ମୁଁ ଯୋଉ ନାଳକୁ ଯାଇଥିଲି ସେଇଥିର ଗୋଟେ ଘଟଣା ତମେ ପଚାରୁଛ ସେଇ ନାଳ ବିଷୟରେ ଗୋଟେ ତମକୁ କହିବି ହଉ ହଉ ମୋ ଜିନିଷଟା ଦିଅ ଭଲରେ ପାଣି ଧରିବା ହଉ ଏଟା ଗୋଟେ ପୁରାଣ ବିଷୟରେ ଆଲୋଚନା କରିବା ହେଲା ଏମିତି ଦିନ ରାଧା ଏବଂ କୃଷ୍ଣର ସେ ନାଳରେ ଭେଟ ହେଇଥିଲା ପୁରାଣ ଶାସ୍ତ୍ରରେ ଲେଖା ହେଇଛି ସେ ବିଷୟରେ କହୁଛି ଦିନେ ରାଧା ରାଣୀ ପ୍ରେମିକ ରାୟାଣୀ